ଯେତେବେଳେ ଆପଣ ଶୁଣିଲେ ଯେ ସାଇ ଆଉ ପାୟଲ ଅଲଗା ହେଇଯାଉଛନ୍ତି ବୋଲି ସେଇ ନା ନା କଥା ନା ନା ମୁଁ ଏଇଟା ପଚାରୁଛନ୍ତି? କେବେ ବିଶ୍ୱାସ କରୁନଥିଲି। ଏଇଟା ମୁଁ ଆଜି ପର୍ଯ୍ୟନ୍ତ ବି ବିଶ୍ୱାସ କରିନି, କାହିଁକିନା ସାଇ ଭାଇ ମୋତେ ସବୁବେଳେ କୁହନ୍ତି ପାୟଲର ମୋର କାହିଁକି ଅଲଗା ହବୁ? ଲୋକମାନେ ଆମକୁ ମିଶେଇଛନ୍ତି, ଆମେ ଅଲଗା ହବୁ କାହିଁକି? ସାଇ ଭାଇ ବହୁତ ବଢ଼ିଆ, କାହିଁକିନା ସାଇ ଭାଇଙ୍କୁ ଯେଉଁମାନେ ଖରାପ ଭାବନ୍ତି, ଦେଖନ୍ତୁ ଭାଇ ଲୋକ ବହୁତ ଅଛନ୍ତି, ମୋର 30,000 33,000 ଫଲୋଅର୍ସ ଅଛନ୍ତି। ସେଇ ଫଲୋଅର୍ସ ଭିତରୁ କିଛିଟା ଲୋକ ବି ମୋତେ ଶୋଧୁଛନ୍ତି କମେଣ୍ଟରେ। ତା ବୋଲି ମୁଁ କ'ଣ କହିବି ମୋତେ ଶୋଧିଲେ? ସେମିତି କୁହାଯାଏନି। ଆଜିକାଲି କିଛି ଲୋକ ଅଛନ୍ତି ଜଳନ୍ତି ଭାଇ, ହିଂସା କରନ୍ତି, ଜଳିବେ, ହିଂସାରେ ଜଳିବେ ମାନେ ଅଲଗା ପ୍ରକାର ଜଳିବେ। ତମେ ଯଦି 10,000 କାହା ଆଗରେ ଇନକମ୍ କରିଦବ, ସେ ତମ ଆଗରେ 500 ଇନକମ୍ କରିଥିବ ନା, ସେ ନିହାତି ତମକୁ ଜଳିବ। ସେମିତି ଲୋକ ଜଳିବେ, ଜଳିବାକୁ ଦିଅ। ଲୋକ ଯଦି ଜଳୁଛନ୍ତି ଜଳିବାକୁ ଦିଅ। କେହି କିଛି କରିବେ, ଜଳିବା ଲୋକ କେବେ କିଛି କରିପାରେନି, କେବଳ ଜଳେ। ଆଜିକାଲି ବିଜନେସର ମେନ୍ ମୋଟୋ ହେଉଛି ମାର୍କେଟିଂ। ତ ଏଇଟା ୱାନ୍ ଟାଇପ୍ ଅଫ୍ ସୋସିଆଲ ମିଡ଼ିଆରେ ଆପଣ ମାର୍କେଟିଂ କରୁଛନ୍ତି। ତ ସେଥିରେ ଲୋକ ଜଳିବେ କ'ଣ ପାଇଁ? ଲୋକ ଜଳିବେ, ଦେଖନ୍ତୁ କିଛି ଲୋକ ଅଛନ୍ତି ପରକୁ ହିଂସା କରନ୍ତି। ପରକୁ ହିଂସା ମାନେ ବୁଝିପାରୁଛନ୍ତି? ବର୍ତ୍ତମାନ ମୋ ପାଖରେ ଗୋଟେ ପିଲା କାମ କରୁଛି, ମୁଁ ତାକୁ ଦିନକୁ ଦେଉଛି 500, ମୁଁ ଇନକମ୍ କଲି 2,000। ମୋର ଯଦି 1,500 ରହିଲା, ପିଲାକୁ ଦେଲି 500, ପିଲା କ'ଣ କହିବ? ଆରେ ମୁଁ ତ ମୋ ମାଲିକ ଠାରୁ ବେଶୀ ଖଟୁଛି, ମୋ ମାଲିକ 1,500 ନେଉଛି, ମୁଁ ନେଇ 500। ତାର ହିଂସା ହେଲା, ସେ ଧୀରେ ଧୀରେ କାମ କରିବା କମ୍ କରିଦେବ, ଧୀରେ ଧୀରେ ଜବାବ ଦେବ ମୁହଁରେ। ସେଇଟାକୁ ହିଁ ହିଂସା କୁହାଯାଏ। ଆଚ୍ଛା, ତାହେଲେ ଆମେ ଜାଣିବା ଯେତେବେଳେ ଗୋଟେ ପିଲାଟି ନୂଆ ଦୋକାନ ଖୋଲିବ ତ ତାର କେମିତି ଷ୍ଟ୍ରାଟେଜି ହେବା ଦରକାର ଯେ କି କାରିଗର ମାନଙ୍କୁ କେମିତି ଦରମା ଦେବା ଦରକାର, କ'ଣ କରିବା ଦରକାର ସେଇଟା କେମିତି? ଦେଖନ୍ତୁ ଏତେ ସବୁ ତ ଆଉ ବୁଝିବା ପାଇଁ ଟାଇମ୍ ନାହିଁ, ବର୍ତ୍ତମାନ ପେଟରେ ବହୁତ ଭୋକ ଅଛି। ଯଦି ବି କିଏ ଦୋକାନ ଖୋଲୁଛ, ନୂଆ ଦୋକାନ ଖୋଲୁଛ, ଗୋଟିଏ ଜିନିଷ ସବୁବେଳେ ମନେ ରଖିବେ, ବିହେଭିଅର। ବିହେଭିଅର ଯଦି ଠିକ୍ ଅଛି ନା, ବଡ଼ ବଡ଼ ମନ୍ତ୍ରୀ ବି ଆପଣଙ୍କ ପାଖକୁ ଆସିବେ ଖାଇବା ପାଇଁ। କିଛି ଦରକାର ନାହିଁ, ବିହେଭିଅର ପଦୁଟେ ଆପଣ କିଏ ଜଣେ ଆସେନି ଖାଇବା ପାଇଁ, ଆଜ୍ଞା ନିଅନ୍ତୁ, ଖାଆନ୍ତୁ ଭାଇ, ଶାନ୍ତିରେ ଖାଆନ୍ତୁ, ଏତିକି କହିଦେବେ, ତା ମନ ଖୁସି ହେଇଯିବ। ତମ ଜିନିଷ ଟେଷ୍ଟ ଥାଉ ନଥାଉ, ସେ ଲୋକଟା ଖୁସି ହେଇଯିବ। ନାହିଁ ଭାଇ ବିହେଭିଅର ଭଲ ଲାଗିଲା, ଏ ଭାଇ ଠିଆ ହୁଅ, କ'ଣ ଏମିତି ହେଉଛ, ଖାଇ ପିଇକି ଯିବ। ଆଉ ଜାଣିପାରୁନା ଲୋକ ଠିଆ ଆସୁଛନ୍ତି, ଦେଖିବା ଏମିତି ପଦେ କହିଦେଲ, ସେ ଲୋକ ଆଚ୍ଛା, ଜୀବନ ସାରା ଆସିବନି। ଏବେ ଯୋଉ ଜିନିଷଟା କହିଲେ ଯେ ହେଇ ଠିଆ ହୁଅ, ଆପଣ କେବେ ନିଜେ ସମ୍ମୁଖୀନ କରିଛନ୍ତି କୋଉ ଦୋକାନକୁ ଯାଇକି? ହଁ ଦେଖନ୍ତୁ ମୋ ଲାଇନରେ ଏମିତି ବି କିଛି ବେପାରୀ ମୁଁ ନିଜେ ଲକ୍ଷ୍ୟ କରିଛି। ଏମିତି ବେବାତୁ ମୁଁ କାହା ନାଁ କହିବିନି ଭାଇ। ଦେଖନ୍ତୁ ଏଠି ବହୁତ ବେପାରୀ ଲୋକାଲ ଅଛନ୍ତି, ଆମେ ଯେହେତୁ ବାହାରୁ ଆସିଛୁ, ମୁଁ ସେମିତି କାହାକୁ ଆକ୍ଷେପ କରି କହିପାରିବିନି, କାହିଁକିନା ମାଡ଼ ଖାଇବାକୁ ମୋର ବି ଭୟ ଅଛି। ସେଥିପାଇଁ ଏସବୁ ପଚାରନ୍ତୁନି, ଆଉ କିଛି ନାଇଁ, ପଚାରନ୍ତୁ। ଆପଣଙ୍କ ଲାଇନ ନୁହଁ, ଯେକୌଣସି ଜାଗାକୁ ଯାଉଛନ୍ତି ହଁ, ତ ବିହେଭିଅର ଯୋଉଠି ଖରାପ, ମୁଁ କୋଉଠି ଗଲେ ମତେ ଯଦି କୋଉଠି ବିହେଭିଅର ଖରାପ ଲାଗିଥିବ, ମୁଁ ସେଇଠି ଟୋଟାଲ ମୁହଁ ମୋଡ଼ିକି ଆସେ ନାହିଁ। ୟା ପାଖକୁ କିଏ ଆସିବ, ଲାଇଫ୍ ସାରା ଯିବିନି। ସେମିତି ସମସ୍ତେ ସେଇଟା ଅନୁଭବ କରନ୍ତି, କାହିଁକିନା ହୃଦୟ ସମସ୍ତଙ୍କର ସମାନ, ସମସ୍ତେ ସେମ୍ ଭାବନ୍ତି। ଆଚ୍ଛା, ବାପା ମାଆକୁ ଏତେ ଭଲ ଲାଇଫ୍ ଏବେ ଦେଇଛନ୍ତି, ବାପା ମା କେତେ ଖୁସି ଅଛନ୍ତି? ବାପା ମା ବହୁତ ଖୁସିରେ ଅଛନ୍ତି। ଯୋଉଦିନ ଘରେ ଏସି ଲଗେଇଦେଲି, ବାପା ମା ଶାନ୍ତିରେ 10 ମିନିଟ୍ ଶୋଇପଇଲେ, ସେଇଦିନ ମୁଁ ଜାଣିଗଲି ମୁଁ ତାଙ୍କ ପୁଅ ହେଇକି କେତେ ବର୍ତ୍ତମାନ ଗର୍ବରେ ଅଛି। ବାପା ମା ଯୋଉଠି ଛୁଆ ଦିନ ଆମକୁ ଏତେ କଷ୍ଟ ସହିକି ଝାଳ ନାଳ ଦେହରୁ ବାହାର କରିକି ଯଦି ଆମକୁ ମଣିଷ କରିଛନ୍ତି ନା, ଯଦି ତାଙ୍କ ଦେହରୁ ଝାଳ ମାରିକି ଯଦି ତାଙ୍କୁ ଶାନ୍ତିରେ ଟିକେ ଶୁଆଇଦେଲ, ସେ ଖୁସି ଆମକୁ ଦେଖିବାକୁ ବହୁତ ଭଲ ଲାଗେ। ତାଠାରୁ ବଳି ଖୁସି ଆଉ କ'ଣ ଅଛି? କେବେ କାନ୍ଦିଛନ୍ତି ଲୁଚିକି? ବହୁତ କାନ୍ଦିଛି। ବେପାର କଷ୍ଟ ହୁଏ, ମୁଁ ଆଗରୁ ବେପାର କରୁଥିଲି, ଲସ୍ ବି ଖାଇଛି। 500 ଟଙ୍କା ଖର୍ଚ୍ଚ କରିଥିବି, 400 ଟଙ୍କା ବେପାର ହେବ, 100 ଟଙ୍କା ଲସ୍ ଖାଇବି, ତ କାନ୍ଦିବି ନା। ବହୁତ କାନ୍ଦିଛି। ବେଳେବେଳେ ବେପାରର ଇଚ୍ଛା ହୁଏ, ବେପାରରେ ଠିଆ ହେଇଥିବି, ଅନ୍ୟମାନଙ୍କର ବେପାର ହେଉଥିବ, ମୋର ହେଉନଥିବ, ମୁଁ ଏମିତି ତଳକୁ ମୁହଁ କରିକି କାନ୍ଦେ, ଲୁହ ଠୋପା ମାଟିରେ ଝଡ଼ି ପଡ଼େ। ସେ ଦୁଃଖ କହିବୁ କାହାକୁ? ଷ୍ଟ୍ରଗଲ୍ କରିଛି ବୋଲି ତ ଆଜି ଭଲ ରେପୁଟେସନ୍ ଅଛି ମୋର। ଷ୍ଟାର୍ଟିଂ ଯୋଉଦିନ ଆପଣ ଷ୍ଟଲ୍ ଲଗେଇଥିଲେ କେତେ ଟଙ୍କା ରୋଜଗାର ହେଇଥିଲା? ଷ୍ଟାର୍ଟିଂ ମୋର ମନେ ଅଛି, ମୁଁ 500 ଟଙ୍କାର ମାଲ୍ ନେଇଥିଲି, 390 ଟଙ୍କା ବିକିଥିଲି, 110 ଟଙ୍କା ମୋର ଲସ୍ ହେଇଥିଲା। ଆଜି ସେଦିନ ମୁଁ କେତେ? ବହୁତ କାନ୍ଦିଥିଲି। ମୁଁ ଯଦି ଅନୁକୂଳରେ ଏମିତି ମୋର ଲସ୍ ହେଲାଣି, ମୁଁ କ'ଣ କରିବି? ଫିର୍ ବି ମୁଁ ଧୈର୍ଯ୍ୟ ହରେଇ ନଥିଲି। ମୋର ଭରସା ଥିଲା, ମୁଁ ଦିନେ ନା ଦିନେ, ମୁଁ ଯେହେତୁ ଗୁଡ଼ିଆ ପିଲା, ମୋ ହାତରେ ବେପାର ହେବ। ମୁଁ ଧୈର୍ଯ୍ୟ ରଖି ମୋର 3 ମାସ ପରେ ବେପାର ବଢ଼ିଥିଲା। ଯେତେବେଳେ ଲସ୍ ହେଇଥିଲା କେତେ ଘଣ୍ଟା ଆପଣ ବସିଥିଲେ ମୋ ବାପା ସେତେବେଳେ? ଘରୁ ପଇସା ପଠାନ୍ତି ଲସ୍ ହେଲେ। ଧର ଆଜି ଲସ୍ ହେଇଛି, ସଉଦା କିଣିବା ପଇସା ନାହିଁ, ବାପା ପଠାନ୍ତି ଘରୁ ପଇସା। ଘରେ କୁହନ୍ତିନି କି କଣ ନା, ଏତେ ବାପା କେବେ ପଇସା? କହନ୍ତି, ବାପା ମୋତେ ସବୁବେଳେ ବୁଝାନ୍ତି, ପୁଅ ଲସ୍ ହେଲେ ହିଁ ଲାଭ ହେବ। କାହିଁକିନା ବାପା ବେପାରୀ ନା, ଜାଣିଛନ୍ତି ଲାଭ ଲସ୍ କ'ଣ, ସେ ମୋତେ ବୁଝାନ୍ତି। ସେଇ ବାପାଙ୍କ ପାଇଁ ତ ମୁଁ ଆଜି ଏତେ ବାଟରେ ଅଛି, କାହିଁକିନା ବାପା ମୋତେ ଉପରକୁ ଉଠିବାରେ ବହୁତ ସାହାଯ୍ୟ କରିଛନ୍ତି। ଆଉ ବାପା ମାଆଙ୍କୁ କେବେ ଲାଇଫ୍ରେ ଭୁଲିବିନି। ଆଜି ଫାଦର୍ସ ଡେ, ବାପାଙ୍କ ପାଇଁ କଣ କହିବେ? ଫାଦର୍ସ ଡେ ରିଏଲ୍ ମନେ ନାହିଁ ଭାଇ। କ'ଣ କରିବା, ବେପାର ଟେନସନ୍‌ରେ ମୋବାଇଲ୍ ବି ଦେଖି ହେଉନି ଭାଇ। ସମସ୍ତେ କହୁଛନ୍ତି ଭାଇ, କିଛିଟା ଫଲୋଅର୍ସ ମେସେଜ୍ କରୁଛନ୍ତି, ବିଭୂତି ଭାଇ ରିପ୍ଲାଏ ଦେଉନାହାନ୍ତି। ଭାଇ କ'ଣ କରିବା, ବର୍ତ୍ତମାନ ଦେଖନ୍ତୁ ଆସିଲୁ, କାମ ପ୍ରବଳ ଅଛି। ଆଚ୍ଛା, ଫାଦର୍ସ ଡେରେ ବାପାଙ୍କୁ କଲ୍ କରିଛନ୍ତି? ନାଇଁ, କଲ୍ କରିଦେବି, ଜାଣିନଥିଲି ନା। କଣ କହିବେ ବାପାଙ୍କୁ?
बापा को कौन कहबी कौन कही बापा को मुझे भी जाननी किंतु कॉल कला पर निहाती जना पड़ियो ଆମ ଚ୍ୟାନେଲ ମାଧ୍ୟମରେ ବାବାଙ୍କୁ କଣ କହିବାକୁ ଚାହୁଁଛନ୍ତି? बापा जदि भी देखुଛନ୍ତି बापा ପାଇଁ ଆଜି ମୁଁ ଏତେ ବାଟ ଉଠି ପାରିଛି ଆଉ ଭଗବାନ ଡାକୁଛି ବାପା ମା ମୋତେ ସବୁବେଳେ ସେଇ ବାପା ମା ଯେତେ ଜନ୍ମ ମୁଁ ମଣିଷ ଜନ୍ମ ପାଇଛି ମୋ ବାପା ମା ମୋତେ ସବୁବେଳେ ମିଳନ୍ତୁ ଭଗବାନ ଦୟାରୁ ମୋ ମା ଭଳି ମାଟେ ମୋତେ ମିଳିଛି ବାପାଙ୍କ ଭଳି ବାପା ମିଳିଛି ବାପା ମା ମୋତେ ସବୁ ପ୍ରତ୍ୟେକ ଲାଇଫରେ ମିଳନ୍ତୁ ପ୍ରତି ମୋମେଣ୍ଟରେ ମୋ ବାପା ମୋ ସହିତ ରହିବାକୁ ଚାହୁଁଛନ୍ତି ମୁଁ ବି ତାଙ୍କ ସହିତ ରହିବାକୁ ଚାହେଁ ଆଉ ଲଭ୍ ୟୁ ବାପା ମା ଆଇ ଲଭ୍ ୟୁ ଆଗକୁ ବାପା ମାଙ୍କୁ ଏଇଠିକି ଆଣିଦେବେ ଭୁବନେଶ୍ୱର? ନାଇଁ ବାପା ମା ଏଠି କେବେ ଆସିବେନି ଆମର ଗାଁରେ ବିଲ ବାଡ଼ି ଟିକେ ବହୁତ ଅଛି ସେଠି ଚାଷବାସ କରୁଛନ୍ତି ଆଉ ଘର ଦ୍ୱାର ବି କରିଦେଇଛି ଗାଁରେ ଏଠି ଆମର ସେମିତି ନିଜସ୍ୱ କିଛି ନାହିଁ ରହିବା ପାଇଁ କାହିଁକିନା ଦେଖନ୍ତୁ ଭଡ଼ାଟିଆ କେତେବେଳେ ନିଜର ହେଇକି ରୁହନ୍ତିନି ମାଲିକର ଆଜି ମାଲିକ ଆମକୁ ରଖିଛି କାଲି ତା ମୁଣ୍ଡ କ'ଣ ହବ କାଢ଼ିଦେବ ଏବେ ଏଠି ଅଛୁ ଆଉ କେଉଁଠିକି ପଳେଇବୁ କିନ୍ତୁ ବେପାର ଛାଡ଼ିବୁନୁ ଯେଉଁଠି ରହିବୁ ଏବେ ମୁଁ ବାହାସାହା ହେଇନି ବାହାସାହା ହେଲା ପରେ ବ୍ୟାଚେଲର ରୁମ୍ ତ ଆଉ ରହିପାରିବିନି ଆଉ କେଉଁଠିକି ନିହାତି ଯିବି ବାହାର ହେଇଯିବ ମୋର ବର୍ଷେ ଭିତରେ ବାନ୍ଧବୀ ଠିକ କରିଥିଲେ? ନା ନା ଠିକ ହେଇନି ଝିଅ ମିଳୁନାହାନ୍ତି ଦହିବାର ବେପାର କରୁଛନ୍ତି ନା ନା ରହିବାର ନୁହେଁ ମୋର ଭାଇ ବି ଜଣେ ପ୍ରାଇଭେଟ ଜବ୍ କରିଛି ଟିଚର ଅଛି 20-30 ହଜାର ପାଉଛି ତାକୁ ବି ଝିଅ ମିଳୁନାହାନ୍ତି ମୁଁ ତ ଦହିବାର ହେଲା ଆଜିକାଲି ଝିଅ ସଂଖ୍ୟା ଟିକେ ସର୍ଟ ଝିଅ ସଂଖ୍ୟା ବହୁତ ସର୍ଟ ଆଉ ଭାବନି କେହି ବାହା ହବ ବୋଲି ସବୁ ଅବାଡୁଆ ରୁହ ଖାଅ ପିଅ ଏନ୍ଜୟ କର ବାସ୍ କାମରେ ଲାଗି ରୁହ ଦର୍ଶକଙ୍କୁ କଣ କହିବାକୁ ଚାହିଁବେ? ଦର୍ଶକ କ'ଣ କହିବି ଯଦି ବି କିଏ ଏଇ ଭିଡ଼ିଓ ଦେଖୁଛନ୍ତି ମୋ ପାଖକୁ ନିହାତି ଥରେ ଆସନ୍ତୁ ଖାଇବା ପାଇଁ ଆପଣ ଖାଇଲେ ହିଁ ଜାଣିପାରିବେ ଟେଷ୍ଟ କ'ଣ ଆଉ ବ୍ୟାଡ୍ କମେଣ୍ଟ ପଢ଼ିକି ଆପଣମାନେ ମନ ଟେନସନ୍ ଜମା କରନ୍ତୁନୁ ଆଜିକାଲି ଦେଖନ୍ତୁ ଲୋକ କହିବା ପାଇଁ ବହୁତ ଅଛନ୍ତି ଲୋକ ଘର ଭଙ୍ଗା ଲୋକ ବି ବହୁତ ଅଛନ୍ତି ସେଥିପାଇଁ ଆପଣମାନେ ଆସନ୍ତୁ ଟେଷ୍ଟ ନିଜେ ଦେଖନ୍ତୁ ଖାଆନ୍ତୁ ଟେଷ୍ଟ ଯାହା ହେଲା କମେଣ୍ଟ କରନ୍ତୁ ଆଡ୍ରେସ୍ ହେଉଛି ଆମର ଲିଙ୍ଗିପୁର ଟ୍ରାଫିକ୍ର ଦୟା ବ୍ରିଜ୍ ପର୍ଯ୍ୟନ୍ତ ଆମ ଦୋକାନଟା ଦୟା ବ୍ରିଜ୍ରୁ ଟିକିଏ ଆପଣ ଯଦି ଯାଉଛନ୍ତି ଭୁବନେଶ୍ୱରରୁ ପୁରୀ ଆଡ଼କୁ ଦୟା ବ୍ରିଜ୍ର ଟିକିଏ 100 ମିଟର ପୂର୍ବରୁ ଲେଫ୍ଟ ସାଇଡ଼୍ ମୋ ଦୋକାନ ଅଲ୍ଟ୍ରାଟେକ୍ ବୋର୍ଡ଼ ମରା ହେଇଥିବ ଆଉ ଜୁନ୍ 30 ମୋର ଫ୍ରି ସେଲ୍ ଅଛି ଆପଣମାନେ ଆସିଯିବେ ଖାଇବା ପାଇଁ ସେଦିନ ମୋ ବର୍ଥଡେ ଆଉ ମୋର 10K ଫଲୋ ସେଦିନ ମୁଁ କହିଥିଲି ଫ୍ରି ସେଲ୍ ଦେବା ପାଇଁ 10Kରୁ 33,000 ହେଇଗଲାଣି ମୁଁ ଆଜି ପର୍ଯ୍ୟନ୍ତ ଫ୍ରି ସେଲ୍ ଦେଇପାରିଲିନି ବହୁତ ଶୀଘ୍ର ଦେଇଦେବି ଆପଣମାନେ ଆସିବେ ମଜାରେ ଖାଇବେ ଯିବେ ଜୁନ୍ 30 ଏବେ ତ ଜୁନ୍ 21 ହେଇଗଲାଣି ଆଉ 8-9 ଦିନ ଭିତରେ ମୋର ହେଇଯିବ ତ ଡେରି କ'ଣ ପାଇଁ କରୁଛନ୍ତି ଡେଟ୍ଟା ମନେ ରଖିଥାନ୍ତୁ ଜୁନ୍ 30 ଆସନ୍ତୁ ଫ୍ରି ସେଲ୍ ଅଛି ବିଭୂତି ଭାଇଙ୍କ ଦହିବରା ତ ନିହାତି ଭାବରେ ଆସନ୍ତୁ ଆଉ ଦହିବରା ଖାଇ ଯାଆନ୍ତୁ।